ସାଙ୍ଗମାନେ ଆଜିର ସମୟରେ ସମସ୍ତ ଲୋକ ବୁଲିଯିବା ପାଇଁ ବହୁତ ପସନ୍ଦ କରିଥାନ୍ତି, ଯେମିତିକି ଗୋଆ, ହିମାଚଳ, ମନାଲି ଏମିତି କିଛି ଜାଗା। ଆଜିକାଲି ମନାଲି ତ ବହୁତ ଫେମସ୍ ହୋଇଗଲାଣି। ଯାହାକୁ ଦେଖ ସମସ୍ତେ ମନାଲି। ଲୋକମାନେ ସେଠାକୁ ଯାଉଛନ୍ତି କାହିଁକି ନା ସେମାନଙ୍କୁ ଲାଗୁଛି କି ସେ ଜାଗା ବହୁତ ଖାଲି, ପିସ୍ ଏରିଆ ଓ ସେଠାରେ ଶାନ୍ତି ମଧ୍ୟ ମିଳିଥାଏ। କିନ୍ତୁ ହିମାଚଳରେ ଏମିତି ଗୋଟିଏ ଜାଗା ଅଛି ଯେଉଁଟାକୁ ମୁଁ ଆଜି ଆପଣମାନଙ୍କୁ କହିବାକୁ ଯାଉଛି। ସାଙ୍ଗମାନେ, ହିମାଚଳରେ ଏମିତି ଗୋଟିଏ ଟନେଲ ଅଛି ଯେଉଁଠାରେ କି ସବୁବେଳେ ଟ୍ରେନ୍ ଯିବା ଆସିବା ହୋଇଥାଏ। କିନ୍ତୁ କୁହାଯାଉଛି କି ସେହି ଟନେଲରେ କିଛି ଅଲଗା ପ୍ରକାର ଭୟ ଓ ଡର ରହିଛି। ତ ସାଙ୍ଗମାନେ, ମୁଁ ଆପଣମାନଙ୍କୁ ଗୋଟିଏ କଥା କହି ରଖିବାକୁ ଚାହେଁ, ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରି ଭିଡ଼ିଓକୁ ନିଶ୍ଚିତ ଭାବେ ଗୋଟେ ଲାଇକ୍ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ମୁଁ ଆପଣଙ୍କୁ ପୁରା କାହାଣୀ ବିଷୟରେ ଶୁଣାଉଛି, ଯେଉଁଟାକୁ ଆପଣମାନେ ଶୁଣିଲେ ପୁରା ଭୟରେ, ମାନେ ଏଇଟା କହିବାକୁ ଗଲେ ଗୋଟେ ସତ ଘଟଣା ଭିତରେ ଆଧାରିତ। ତ ଚାଲନ୍ତୁ ମୁଁ ଆପଣଙ୍କୁ ପୁରା ଡିଟେଲ ବିଷୟରେ କହୁଛି। ତ ସାଙ୍ଗମାନେ, ଆକାଶ ଗୋଟେ ପିଲା ଥିଲା ଯେଉଁଟାକି ସେ କଲେଜରେ ପଢ଼ୁଥିଲା ଓ ତା'ର ସାଙ୍ଗ ମିଶି ଗୋଟେ କଲେଜରେ ପଢ଼ୁଥିଲେ। କଲେଜରେ ପଢ଼ିବା ସମୟରେ ତାଙ୍କ ଟିଚର ବାରୁଗ ଟନେଲ ବିଷୟରେ ସେମାନଙ୍କୁ କହିଥିଲେ। ଟିଚର ସେମାନଙ୍କୁ କହିଥିଲେ କି ପିଲାମାନେ, ବହୁ ବର୍ଷ ପୂର୍ବରୁ ବାରୁଗ ଟନେଲର କନଷ୍ଟ୍ରକ୍ସନ୍ ଚାଲିଥିଲା, କିନ୍ତୁ ଜଣେ କର୍ଣ୍ଣେଲ ବାରୁଗ ଥିଲେ। ସେ ଏହି କଣ୍ଟ୍ରାକ୍ଟରେ ଆଣିଥିଲେ, କିନ୍ତୁ କୌଣସି ଅସୁବିଧା ଯୋଗୁଁ ସେ ଏହାକୁ କମ୍ପ୍ଲିଟ୍ କରିପାରିନଥିଲେ, ଯାହାଫଳରେ କି ତାଙ୍କୁ ବହୁତ ଖରାପ ମଧ୍ୟ ଲାଗିଥିଲା ଓ କଷ୍ଟ ମଧ୍ୟ ସହିବାକୁ ପଡ଼ିଥିଲା। ଠିକ୍ ଏହି କାରଣ ଯୋଗୁଁ ସେ ସେହି ଟନେଲ ଭିତରେ ଯାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ପରେ ଆଉ ଜଣେ ଇଞ୍ଜିନିୟର ଆସିଲେ, ସେ ସେହି ଟନେଲକୁ କମ୍ପ୍ଲିଟ୍ କରିଦେଲେ। କିନ୍ତୁ ଏଠାରେ ସବୁଠାରୁ ଇଣ୍ଟରେଷ୍ଟିଂ କଥା ହେଉଛି, ବାରୁଗ ଟନେଲକୁ ବାରୁଗ ଟନେଲ ଏଥିପାଇଁ କୁହାଯାଉଥିଲା କି ଏହି କଣ୍ଟ୍ରାକ୍ଟକୁ ବାରୁଗ ଆଣିଥିଲେ ଓ ସେହି ବାରୁଗ ସେହି ଟନେଲରେ ଯାଇ ଆତ୍ମହତ୍ୟା କରିଥିଲେ ଓ ସେହି ଆତ୍ମା ସେହି ଟନେଲରେ ଘୁରି ବୁଲୁଛି ଓ ସେହି ଟନେଲ ଭିତରେ ରହିଛି, ଆଉ ସେହି ଟନେଲ ଭିତରେ ହିଁ ଘୁରି ବୁଲୁଛି। ଏଥିସକାଶେ ସେହି ଟନେଲକୁ ବାରୁଗ ଟନେଲ କୁହାଯାଏ। କିନ୍ତୁ ସାଙ୍ଗମାନେ, ଏହି କଥାକୁ ଆକାଶ ଜମାରୁ ବି ମାନୁନଥିଲା, ଜମାରୁ ବି। ସେ କହୁଥିଲା କି ଏ ଭୂତ ପ୍ରେତ ଆତ୍ମା ଏସବୁ ମିଛ। ସେ କହିଲା କି ମୁଁ ଏହାକୁ ପ୍ରୁଭ୍ କରିକି ଦେଖେଇବି କି ଏଠାରେ ସେମିତି କିଛି ବି ନାହିଁ, ଏରା ସବୁ ମିଛ, ସବୁ ଫେକ୍। ଯେତେବେଳେ ସେମାନେ ଟନେଲ ଭିତରକୁ ଯିବା ପାଇଁ ଏକ୍ସାଇଟ୍ ଥିଲେ, ସେତେବେଳେ ଆକାଶର ସାଙ୍ଗ ବିବେକ କହିଲେ କି ଆରେ ୟାର, ସକାଳ ସମୟରେ ତ ଯିଏ ମନ ସିଏ ଯାଇପାରିବ ବାରୁଗ ଟନେଲକୁ ବୁଲିଯିବା ପାଇଁ। ଯଦି ଆମକୁ ସେଠାରେ କିଛି ଜାଣିବାର ଅଛି ତ ଆମକୁ ଅଧା ରାତି ବା 12ଟା 1 ରାତିରେ ଯିବାକୁ ହେବ। ବିବେକର କଥା ଶୁଣି ସାରିବା ପରେ ତା'ର ସାଙ୍ଗମାନେ କହିଲେ, ତ ବିବେକ ଯାହା କହୁଛି ଠିକ୍ କହୁଛି, ତ ଚାଲ ଠିକ୍ ଅଛି, ଆମେ ରାତି ସମୟରେ ଯିବା, କାହିଁକିନା ଆମକୁ ସେଠାରେ କିଛି ଜାଣିବାର ଅଛି, ତ ରାତିରେ ଗଲେ ଭଲ ହେବ। ସେହିଦିନ ରାତିରେ ସେ 4 ଜଣ ସାଙ୍ଗ ଟନେଲ ଆଗରେ ଯାଇ ଛିଡ଼ା ହେଲେ ଓ ସେ ଟନେଲ ଭିତର ପୁରାପୁରି ଅନ୍ଧାର ଓ କଳା ଦେଖାଯାଉଥିଲା। ଆଖପାଖରେ କେହି ବି ନଥିଲେ, ଚତୁଃପାର୍ଶ୍ୱ ପୁରାପୁରି ସୁନସାନ ଥିଲା, କୌଣସି ଜୀବ ବି ଆଖପାଖରେ ଦେଖାଯାଉନଥିଲେ। ସେଠାରେ ବିବେକ କହିଲା କି ଆଶିଷ ଶୁଣ, ତୋତେ କ'ଣ ଦେଖାଯାଉଛି? ଭିତର କେବଳ ଅନ୍ଧାର ଦେଖାଯାଉଛି। ଟନେଲ ଭିତରକୁ ଯିବାଟା ଆମ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ମୋତେ କ'ଣ ପାଇଁ କିଛି ବି ଠିକ୍ ଲାଗୁନି, ଚାଲ ଏଠାରୁ ଆମେ ଚାଲିଯିବା। ଏହା ଶୁଣି ଆଶିଷ ବିବେକକୁ କହିଲା କି ଆମେ 3 ଜଣ ଟନେଲ ଭିତରକୁ ଯାଉଛୁ, ତୁ ଭିତରକୁ ଆସ କି ନ ଆସ ଏହା ମୁଁ ତୋ ହାତରେ ଛାଡ଼ିଦେଲି, କିନ୍ତୁ ଆମେ 3 ଜଣ ତ ସେଇ ଟନେଲ ଭିତରକୁ ନିଶ୍ଚିନ୍ତ ଯିବୁ। ତାପରେ ବିବେକ ପୁରାପୁରି ଚିନ୍ତାରେ ପଡ଼ିଗଲା। ସେ ଦେଖିଲା କି ଆଶିଷ ଓ ତାର ସାଙ୍ଗମାନେ ସେ ଟନେଲ ଭିତରକୁ ଯାଉଛନ୍ତି। ତାପରେ ବିବେକ ବି କିଛି ନ ଭାବି ସେମାନଙ୍କ ପାଖକୁ ଦୌଡ଼ି ଚାଲିଗଲା, ଏହା ଭାବିକି ଯେ ଯେତେବେଳେ ସେମାନେ ବାହାରକୁ ଆସିବେ ମୋର ବହୁତ ମଜାକ ଉଡ଼ିବେ, ମୋର ଥଟ୍ଟା କରିବେ, ତାଠାରୁ ଭଲ ମୁଁ ସେମାନଙ୍କ ସାଙ୍ଗରେ ଚାଲିଯାଉଛି, ଯାହା ହେବ ମିଶିକି ସମ୍ଭାଳି ନେବୁ। ତାପରେ ସମସ୍ତେ ସେ ଟନେଲ ଭିତରକୁ ପଶିଗଲେ ଓ ନିଜ ନିଜର ଲାଇଟ୍କୁ ଅନ୍ କଲେ, ଏପଟ ସେପଟ ଅନାଇବାକୁ ଲାଗିଲେ। ଗାଇ ସେଠାରେ ଯେଉଁ ବିବେକ ଥିଲା ସେ ସମ୍ପୂର୍ଣ୍ଣ ଭାବରେ ତ ଡରି ଯାଇଥିଲା। ସେ ଡରି ଡରି ଆଗକୁ ଆଗକୁ ବଢ଼ୁଥିଲା, ଆଉ ସେ ବାରମ୍ବାର ତା'ର ଫୋନ୍କୁ ଚେକ୍ କରୁଥିଲା କି ଟ୍ରେନ୍ ନ ଆସୁ, କାହିଁକି ନା ସେ ଯେଉଁ ସମୟରେ ସେହି ଟନେଲ ଭିତରକୁ ଯାଇଛନ୍ତି
ଠିକ୍ ସେହି ଟାଇମ୍ରେ ସେହି ଟନେଲ୍ ମଧ୍ୟ ଦେଇ ଟ୍ରେନ୍ ଯାଇଥାଏ। ସେଥିପାଇଁ ବିବେକ ପୁରାପୁରି ଡରି ଯାଇଥିଲା। ତାପରେ ସେମାନେ ଆସ୍ତେ ଆସ୍ତେ ଭିତରକୁ ବଢ଼ିବାକୁ ଲାଗିଲେ। କିଛି ସମୟ ପରେ ସେମାନଙ୍କୁ ଏମିତି ଲାଗିଲା କି ଏବେ ଏଠାରୁ ଆମକୁ ବାହାରିବାକୁ ହେବ, କାହିଁକି ନା ଟ୍ରେନ୍ ବି ଆସିବାର ସମୟ ହୋଇସାରିଥିଲା। ତାପରେ ସେମାନେ ଜଷ୍ଟ ଯେମିତି ପଛକୁ ବୁଲିଛନ୍ତି, ସେମାନଙ୍କୁ ଦେଖାଗଲା କି କିଛି ଦୂରରେ ଗୋଟିଏ ମଣିଷ ଛିଡ଼ା ହୋଇଛି ଓ ସେ ପୁରା କଳା କଳା ପରିକା ଦେଖାହେଉଛି। ତାପରେ ସେମାନେ ଭାବିଲେ କି ଚାଲ ଆମେମାନେ ଏହି କାହାଣୀ କହି ସେ ଲୋକଟିକୁ ଡରାଇବା, ତାକୁ ହଇରାଣ କରିବା। ତାପରେ ସେମାନେ ସେ ଲୋକ ପାଖକୁ ଯିବାକୁ ଲାଗିଲେ। ସେ ଲୋକଟି ତାଙ୍କ ପାଖାପାଖି ତ ଆସୁନଥିଲା, କିନ୍ତୁ ତାଙ୍କଠାରୁ ଅଳ୍ପ ଅଳ୍ପ ଦୂରକୁ ଯିବାକୁ ଲାଗୁଥିଲା। ତାପରେ ବିବେକ କହିଲା କି ଗାଇଜ୍, ଆଉ ମାତ୍ର 1 ମିନିଟ୍ ବାକି ଅଛି ଟ୍ରେନ୍ ଆସିବାକୁ। ତାପରେ ତାର ସାଙ୍ଗମାନେ କହିଲେ କି ତେବେ ଠିକ୍ ଅଛି, ଚାଲ ଆମେ ଗୋଟିଏ ସାଇଡ଼୍ରେ ଛିଡ଼ା ହୋଇଯିବା, କାହିଁକି ନା ଟନେଲ୍ ବହୁତ ବଡ଼ ଥିଲା। ତ ସେମାନେ ସେଇ ଟ୍ରେନ୍ ପୋଇର ସାଇଡ଼୍ରେ ଯାଇ ଛିଡ଼ା ହୋଇଗଲେ। କିନ୍ତୁ ସେଠାରେ ଯେଉଁ ଲୋକଟି ଥିଲା ଟ୍ରେନ୍ ପୋଇ ଉପରେ, ସେ ଜମାରୁ ବି ସେ ପୋଇରୁ ହଟିଲା ନାହିଁ। ସେ ଲୋକଟି ସେମିତି ସେହି ଟ୍ରେନ୍ ପୋଇ ଉପରେ ଛିଡ଼ା ହୋଇ ଚାଲୁଥିଲା। ତାକୁ ଦେଖି ବିବେକ ଓ ତାର ସାଙ୍ଗମାନେ ସମସ୍ତେ ତାକୁ ସେଠାରୁ ହଟିଯିବା ପାଇଁ କହିଲେ, କିନ୍ତୁ ସେ ଲୋକଟି ସେମାନଙ୍କ କଥାକୁ ଜମାରୁ ବି ଶୁଣୁନଥିଲା। ସେମାନେ ସେଠାରୁ ଯାଇ ସେ ଲୋକଟିକୁ ସେଇ ପୋଇରୁ ବାହାରକୁ ଆଣିପାରିଥାନ୍ତେ, କିନ୍ତୁ ଠିକ୍ ସେହି ସମୟରେ ହଠାତ୍ ଟ୍ରେନ୍ ସେ ପୋଇ ମଧ୍ୟ ଦେଇ କ୍ରସ୍ କଲା। ସମସ୍ତଙ୍କର ଡର ଥିଲା କି ଏହି ଟ୍ରେନ୍ ଯାଇ ସାରିବା ପରେ ସେ ଲୋକଟିର ଲାଶ୍ ଦେଖିବାକୁ ମିଳିବ। କିନ୍ତୁ ଯେତେବେଳେ ସେ ଟ୍ରେନ୍ ସେଠାରୁ ଚାଲିଗଲା, ସେମାନେ ଦେଖିଲେ କି ପୋଇରେ ତ କାହାର ବି ଲାଶ୍ ପଡ଼ିନଥିଲା, ସବୁକିଛି ପୂର୍ବ ପରି ଥିଲା। ତାପରେ ବିବେକ ବହୁ ଦୂରରୁ ଦେଖିଲା କି ସେଠାରେ ଗୋଟେ ଲୋକ ପୁଣି ଥରେ ସେଇ ପୋଇରେ ଚାଲି ଚାଲି ଆସୁଛି। ତାପରେ ଆକାଶ ପୁରା ତୀକ୍ଷ୍ଣ ନଜରରେ ଦେଖିଲା କି ଯେଉଁ ଲୋକଟି ଚାଲି ଚାଲି ଆସୁଛି ତାର ପାଦ ହିଁ ନାହିଁ, ସେ ଟୋଟାଲ ପବନରେ ଚାଲି ଚାଲି ଆସୁଛି। ଏହା ଦେଖି ସେମାନେ ପୁରାପୁରି ଭାବରେ ଡରି ଯାଇଥିଲେ। ଏହା କିପରି ସମ୍ଭବ? ଗୋଟିଏ ଲୋକ ପବନରେ ଚାଲି ଚାଲି ଆସୁଛି, ଆଉ ସେ ଦେଖିବାକୁ ପୁରା କଳା। ତାପରେ ସେମାନେ କିଛି ବି ନ ଭାବି ସେଇ ଟନେଲ୍ ଭିତରୁ ବାହାରକୁ ବାହାରିବାକୁ ଲାଗିଲେ। ସେମାନେ କହିଲେ କି ଯାହା ହେଉଛି ଆଗ ଆମେ ଟନେଲ୍ ଭିତରୁ ବାହାରିବାକୁ ହିଁ ପଡ଼ିବ। ତାପରେ ସେମାନେ କିଛି ନ ଭାବି ସେ ଟନେଲ୍ ଭିତରୁ ବାହାରକୁ ଦୌଡ଼ିବାକୁ ଲାଗିଲେ। ଯେତେବେଳେ ସେମାନେ ଦୌଡ଼ୁଥିଲେ, ତାଙ୍କ ପଛରୁ ଆଉ ଜଣେ ଦୌଡ଼ୁଥିବାର ଶବ୍ଦ ମଧ୍ୟ ଶୁଭା ହେଉଥିଲା, ଆଉ ଜୋର ଜୋରରେ ହସୁଥିବାର ଶବ୍ଦ ମଧ୍ୟ ଶୁଭା ହେଉଥିଲା। ତାପରେ ସେମାନେ ସେଇ ଟନେଲ୍ ବାହାରକୁ ବାହାରିଗଲେ। ଯେତେବେଳେ ସେ 4 ଜଣ ସାଙ୍ଗ ସେଇ ପଛକୁ ଅନାଇଲେ, ସେମାନେ ଦେଖିଲେ କି ସେଇ ଲୋକଟି ଟନେଲ୍ ବାହାରକୁ ନ ଆସି ପୁଣି ଥରେ ସେଇ ଟନେଲ୍ ଭିତରକୁ ଯିବାକୁ ଲାଗୁଛି। ତାପରେ ଆଶିଷର ସବୁ ସାଙ୍ଗ ନିଜ ନିଜ ଘରକୁ ଚାଲିଗଲେ। କିନ୍ତୁ ଆଶିଷ କହିଲା ନାଇଁ, ମୋତେ ଏହାର ଅସଲ କଥା ଜାଣିବାକୁ ପଡ଼ିବ। ତାପରେ ସେ ଦୌଡ଼ି ଦୌଡ଼ି ତାର ଟିଚରଙ୍କ ପାଖକୁ ଗଲା। ସେ ଟିଚର ଆଶିଷକୁ ଦେଖି ପୁରାପୁରି ଡରି ଯାଇଥିଲେ କି ଏତେ ରାତିରେ ତୁ ଏଠାରେ କ'ଣ କରୁଛୁ, ଏଠାକୁ କ'ଣ ପାଇଁ ଆସିଛୁ? ତାପରେ ସେ କହିଲା କି ଆମେମାନେ ସେଇ ଟନେଲ୍ ଭିତରକୁ ଯାଇଥିଲୁ। ଟନେଲ୍ ଭିତରକୁ ଯିବା ମାତ୍ରକେ ଆମେମାନେ ସେଠାରେ ଗୋଟେ ଲୋକକୁ ଦେଖିଲୁ, ଯିଏକି ଜମାରୁ ବି ଜୀବିତ ନଥିଲା, ସେ ପବନରେ ଚାଲୁଥିଲା। ଟିଚର ପୁରା ସକ୍ ହୋଇଯାଇଥିଲେ କି ଏମାନେ ଏତେ ରାତିରେ ବାରୁକୁ ଟନେଲ୍ ଭିତରକୁ ଯାଇଥିଲେ, ଯେଉଁଠାରେ ଗୋଟିଏ ଜୀବ ବି ଦେଖିବାକୁ ମିଳିନଥାଏ। ତାପରେ ଆଶିଷ କହିଲା କି ସାର୍ ମୋତେ କୁହନ୍ତୁ କ'ଣ ହୋଇଥିଲା ସେଠାରେ। ତାପରେ ଟିଚର ଆଶିଷକୁ ସବୁ କଥା କହିବାକୁ ଲାଗିଲେ। ଟିଚର କହିଲେ କି ବହୁ ବର୍ଷ ପୂର୍ବରୁ ଯେତେବେଳେ ବାରୁକ କନଷ୍ଟ୍ରକ୍ସନ୍ କାମ କରୁଥିଲେ, କିଛି ଫାଇନାନ୍ସିଆଲ ଓ ଲେବର ଲସ୍ ଯୋଗୁଁ ସେମାନେ ସେହି ଟନେଲକୁ କରିପାରିନଥିଲେ। ସବୁଙ୍କର ଥଟ୍ଟା ସହି ନପାରି ସେ ସେହି ଟନେଲ ଭିତରକୁ ଯାଇ ଆତ୍ମହତ୍ୟା କରିଥିଲେ। ସେ କୁହାଯାଏ ସେହି ଟନେଲ ଭିତରେ ବୁଲୁଛି। ତାର ନାଁ ଯେହେତୁ ବାରୁକ, ତ ସେହି ଟନେଲକୁ ତାର ନାଁ ଅନୁସାରେ ବାରୁକ ଟନେଲ ରଖାଯାଇଛି। ଆଉ ତାର ଯେଉଁ ଶରୀର ଥିଲା ସେହି ବାରୁକ ଟନେଲ ଆଖପାଖରେ ହିଁ ପୋତା ଯାଇଥିଲା, କାହିଁକି ନା ଇଏ ବାରୁକ ଏଠାରେ ରହିବ ଓ ଏହି ବାରୁକ ଟନେଲର ହିଁ ରକ୍ଷା କରିବ। ଏହା ଥିଲା ଲୋକମାନଙ୍କର ବିଶ୍ୱାସ। ସେଥିପାଇଁ ଲୋକମାନେ ସନ୍ଧ୍ୟା କିମ୍ବା ରାତି ସମୟରେ ବାରୁକ ଟନେଲ ଭିତରକୁ ଯିବାକୁ ଭୟ କରିଥାନ୍ତି। କିନ୍ତୁ ସେଠାରେ ଏମିତି କିଛି କଥା କୁହାଯାଇଛି କି
ଯେତେବେଳେ ସେଇ ଟନେଲ ଭିତର ଦେଇ ଟ୍ରେନ୍ ଯାଇଥାଏ ସେତେବେଳେ ମାନେ ଝରକା ପାଖରେ ଯେଉଁ ଲୋକମାନେ ବସିଥାନ୍ତି ସେମାନଙ୍କୁ ଗୋଟେ କଳା ଛାଇ ନିଶ୍ଚିନ୍ତ ଦେଖାଯାଇଥାଏ ସେଇ ଟନେଲ ଭିତରେ। ତ ରହୁଛି ସାଙ୍ଗମାନେ, ପୁଣି ନେକ୍ସଟ ଭିଡ଼ିଓରେ ଦେଖାହେବା। ଯଦି ଆପଣମାନଙ୍କୁ ଭିଡ଼ିଓଟି ଟିକେ ବି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ନିଶ୍ଚିତ ଭାବେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରିକି ଯିବେ। ଜୟ ଜଗନ୍ନାଥ।